ସକାଳୁ ସବୁ କାମ ସରିଲା ପରେ ବସି ଭାବୁଥିଲି ଆଜି ଭିଡିଓ ବନେଇବି ତ ବନେଇବି କଣ। କିଛି ନୂଆ କଣ୍ଟେଣ୍ଟ ନ ମିଳୁଥିବାରୁ ହୁଏ ମୁଁ ଭାରି ହଇରାଣ। ସବୁ କାମ ସରିଥିଲା ଯେ ହେଲେ ମୁଁ କିଛି ଖାଇନଥିଲି, ସେଥିପାଇଁ ଆଗ ଖାଇନେବି ତାପରେ ପଛକୁ ଭିଡିଓ କଥା ଭାବିବି ବୋଲି ଭାବିଲି। ବୋଟ ତରକାରୀ ସାଙ୍ଗରେ ପଖାଳ ଖାଇବାକୁ ଜମା ଇଚ୍ଛା ନଥିଲା, ତା ବଦଳରେ ମୁଢି ମିକ୍ସଚର ପିଆଜ ଟମାଟୋ ସବୁକୁ ଏକାଠି ଗୋଳେଇ ଖିଆ ଯାଇଥିଲା। ହେଲେ ଭାଗ୍ୟରେ ଲେଖା ଅଛି ସେଇ ପଖାଳ ସାଙ୍ଗକୁ ବୋଟ ତରକାରୀ ଲଗେଇ ଖାଇବା ପାଇଁ। ମୁଁ ନ ଖାଇବା ପାଇଁ ଯେତେ ବାହାନା କଲେ କଣ ହବ, କିଛି ଲାଭ ହିଁ ହବ ନାହିଁ। ଆଜି ଗୋଟେ ବେଳେ ଆଦି ବାବା ସ୍କୁଲରୁ ଛୁଟି ନେଇ ଆସିଗଲେ। ଖରାବେଳ ହଉ କି ରାତି ନିଦ ହେଇଛି ତାଙ୍କ ପାଖରେ ମୁଁ ଟିକେ ଶୋଇ ପଡିଲେ। ତାଙ୍କୁ ଶୁଆଇ ସାରିଲା ପରେ କରିଥିଲେ ଗୋଟେ ତକିଆ ଆଉ ତାର ଖୋଳ। ଏଇ କାମରେ କଟିଗଲା ଆଜି ଦିପହର ବେଳ। ଆଜି ସାହି ଭିତରେ ହଉଥିଲା ପାଲା। ସନ୍ଧ୍ୟା ବେଳଠୁ ଆଦି ବାବା ପାଠ ପଢିବେ କଣ, ସେଠି ଯାଇ କରୁଛନ୍ତି ହାଲାଗୁଲା। ରାତି ଖାଇବା ପାଇଁ ପାର୍ସଲରେ ଆସିଥିଲା ଆଜି ଭାତ ଡାଲି ପୋଟଳ ପନିର କ୍ଷୀରି। ଛାତ ଉପରକୁ ପଳେଇଥିଲି ଖାଇ ପିଇ ସାରି। ବର୍ଷା ଆସିଲାଣି ବୋଲି ପବନ ଖାଇବାକୁ ଆସିଥିଲି, ବିଜୁଳି ଘଡଘଡି ମାରିବା ଦେଖି ତଳକୁ ପଳେଇ ଆସିଲି। ମୁହଁ ଆଗରେ ରଖିଦେଲି ଆଣି ଷ୍ଟାଣ୍ଡ ଫ୍ୟାନକୁ, ଥଣ୍ଡା ପବନ ଖାଇ ବାହାରିଲି ଶୋଇବାକୁ। ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।